କନ୍ଦେଇବା ପାଇଁ। ବିଭୂତି କୁଆଡ଼େ ଗଲେ? ମୋଷ୍ଟ ଡ୍ୟାସିଂ ବିଭୂତି ଆପଣଙ୍କୁ ମୁଁ ଖୋଜୁଛି ପାଉନି। ହେ ଜୀବନ ନୁହେଁ ଲୁହର ସାଗର, କାନ୍ଦି କନ୍ଦେଇବା ପାଇଁ, ହସି ହସେଇବା। ଆପଣ ଭାବନ୍ତୁ ବିଭୂତିଙ୍କର କେଡ଼େ ବଡ଼ ମୁଁ ଫ୍ୟାନ୍। ମୁଁ ଗୀତ ଗାଇଲେ ବି ତାଙ୍କ ଭଳିଆ ଗାଏ। ମାଦୁଣି ଝିଅର ପ୍ରେମକୁ ଦୂରୁ ଜୁହାର, ଏଇ ଭଏସ୍ ତ। ଓଡ଼ିଶାର ଏମିତି ଗୋଟେ କଳାକାର ଆଜ୍ଞା, ଆପଣ ଯାହାଙ୍କର ଭଏସ୍, ଯାହାଙ୍କର ଟିମ୍ବର, କୁହାଯାଏ ଯେ ଏମିତି ଟିମ୍ବର, ଏମିତି ଭଏସ୍ ଯୋଉଟା ଶକ୍ତି ଭାଇଙ୍କ ପାଖରେ ଅଛି, ଯୋଉଟା ବିଭୁ ଭାଇଙ୍କ ପାଖରେ ଅଛି, କାଶ ଆମ ପାଖରେ ଥାନ୍ତା। ପିଲାଦିନୁ ଆମେ ସେଇ ଭଏସ୍କୁ କପି କରି ଗୀତ ଗାଇଛୁ, କିନ୍ତୁ ଯେତେବେଳେ ବିଭୁ ଭାଇ ଆସିଯାଆନ୍ତି, ତାଙ୍କର ଓରା, ତାଙ୍କର ଗାଇକି, ତାଙ୍କର ଅନ୍ଦାଜ, ଖାଲି ଯେତେବେଳେ କଥାଟି ବାହାରେ ଯାଉଛି ଗୋଟିଏ ଡାଇରେକ୍ସନ, ମୁଣ୍ଡ ଭାଇ କହିବି ଟିକେ ଷ୍ଟେଜକୁ ଆସିକି ଆପଣଙ୍କର ଏଇ ଗୀତଟା ଦୟାକରି ଗୋଟେ ଜୋରଦାର କରିତାଳି। ସେଇ କୋଶ୍ଚନଟା ମୋତେ ଭଲ ଲାଗେ। କହୁଛି କୋଶ୍ଚନ ଆପଣଙ୍କର ଯୋଉ ବଢ଼ିଆ ନ୍ୟାରେସନ୍ ଥାଏ ତା ଦେହରେ, ଏ ଜୀବନ ନୁହେଁ ଦୁଃଖର ସାଗର, ଲୁହର ସାଗର, ସେ ଗୀତର ପ୍ଲିଜ୍ ଥରଟା। ପ୍ରଥମେ ତ ଆପଣ କହିଲେ ଯୋଉ ଯେ ମୋ ଭଏସ୍ଟା ଆପଣଙ୍କର ହେଇଥାନ୍ତା କି ନୁହଁ କି? ବାସ୍, କିନ୍ତୁ ଆପଣ ତ ମୋ ପାଖରେ ଅଛନ୍ତି, ଭଏସ୍ କ'ଣ ଦରକାର? ମୁଁ ବି ଆପଣଙ୍କ ପାଖରେ ଅଛି, ମୁଁ ତ ସବୁବେଳେ ଆପଣଙ୍କ ପାଖରେ। ଏକ୍ଜାକ୍ଟଲି। ତେଣୁ ମୋ ଭଏସ୍ ମୋ ପାଖରେ ଥାଉ, କିନ୍ତୁ ଆପଣମାନେ ବି ମୋ ପାଖରେ ଥାଆନ୍ତୁ। ସେଥିପାଇଁ ମୁଁ ଆମର ଜୋରଦାର ଦଳ ସବୁବେଳେ ଡ୍ୟାସିଂ, ମୋଷ୍ଟ ଟ୍ୟାଲେଣ୍ଟେଡ୍। ମୋ ଭଏସ୍ ଯଦି ଆଜି ଏହା ଅଛି, ମୁନା ଭାଇ ଯୋଗୁଁ ଅଛି। କାରଣ ମୁଁ ମ୍ୟାକ୍ସିମମ୍ ତାଙ୍କର ମାନେ ପ୍ଲେବ୍ୟାକ୍ କରିଛି। ଏଜ୍ ଏନ୍ ଓଡ଼ିଆ ସିଙ୍ଗର, ବଙ୍ଗ ସିଙ୍ଗର୍ସ ତ ବହୁତ ଗାଆନ୍ତି, କିନ୍ତୁ ମୁଁ ଆଇ ଏମ୍ ଲକି ଏନଫ୍ ମୁନା ଭାଇକୁ ମୋ ଭଏସ୍ରେ ତାଙ୍କୁ ଦେଖିକି ମୋତେ ବହୁତ ଭଲ ଲାଗେ। ତ ଭାଇ କିଛି କହିବେ? କହିବା ପାଇଁ ତ ବହୁତ କଥା ଅଛି, କିନ୍ତୁ ଏ ପରିବେଶଟା ଏମିତି ଭାରି ଭାରି ହେଇଯାଇଛି ନା, ତେଣୁକରି କିନ୍ତୁ ଗୋଟେ କଥା କହିବି, ଏ ଯେଉଁ ଭାଇ କହିଲେ କିଛି କଥା କହିଲେ, କିଛି କଥା ବାକି ରଖିଦେଲେ। ଯେଉଁ ହାଣ୍ଡିଶାଳ କଥା କହୁଥିଲେ, ହାଣ୍ଡିଶାଳ କଥା କହିବାଟା ଠିକ୍, କିନ୍ତୁ ଦୁଇ ପ୍ରକାର ଲୋକ ଅଛନ୍ତି। କିଛି ଲୋକ ଥାଆନ୍ତି ବଞ୍ଚିବା ପାଇଁ ଖାଆନ୍ତି, ଆଉ କିଛି ଲୋକ ଥାଆନ୍ତି ସେଟା ଆପଣମାନେ ଜାଣିଛନ୍ତି, ଖାଇବା ପାଇଁ ବଞ୍ଚନ୍ତି। ତ ସେମାନଙ୍କ ପାଖରେ ହାଣ୍ଡିଶାଳ ବି ଫେରେ। ଏବଂ ଗୋଟେ କଥା ଅଛି, ଛୋଟିଆ କଥାଟେ, ହାଣ୍ଡିଶାଳ କଥା କହିଲେ, କିନ୍ତୁ ସେ କହିଲେନି ଯେ 5 କିଲୋ ଅଟାରେ କେତେଟା ରୁଟି ଖାଆନ୍ତି, ବୁଝିପାରିଲେ? ତେଣୁକରି 5 କିଲୋ ଅଟାରେ ଗୋଟେ କି ଦୁଇଟା ରୁଟି ଖାଇବା, ମୁଁ କହିଛି ରୁଟି ପଟେ କି 2 ପଟ ଖାଇବା ପାଇଁ, କିନ୍ତୁ ଆପଣ କହିବେ ନାହିଁ ମୁଁ 5 କିଲୋ ଅଟାରେ 2ଟା ରୁଟି କରିକି ଖାଇବି, ସେଥିପାଇଁ ତ ମୁଁ କିଛି କରିପାରିବିନି, କେହି ବି କିଛି କରିପାରିବେନି ଏତେ, ଠିକ୍ ନା ଭୁଲ? ତ ମୋ ହାଣ୍ଡିଶାଳ ଦେଖୁନାହାନ୍ତି, ମୁଁ କେମିତି ମୋ ହାଣ୍ଡିଶାଳ ବାହାରିଛି। ଏଇଟା ମିଥ୍ୟା ବସିଛି ମୋ ସ୍ତ୍ରୀ, ସିଏ ଯାହା ରୁଟି କରିବ ବର୍ତ୍ତମାନ ସେ ଦାୟିତ୍ୱ ତାର। ଆପଣଙ୍କ ରୁଟି ପାଇଁ କେତେ ଜ୍ଞାନ। ଫିଲ୍ମରେ ଆପଣ କଲେ ସୁପରହିଟ୍, ଗୀତ ଯାହା ଡ୍ୟାନ୍ସ କଲେ ସୁପରହିଟ୍, ଡାଇଲଗ କହିଲେ ସୁପରହିଟ୍, ଦେଖିବାକୁ ସୁପରହିଟ୍, ଏବେ ରୁଟି ରିସର୍ଚ୍ଚରେ ବି ଆପଣ ସୁପରହିଟ୍। ଆପଣ କୁହନ୍ତୁ ପ୍ରଥମେ ଯେ ଖାଇବା ପାଇଁ ବଞ୍ଚିବା ନା ବଞ୍ଚିବା ପାଇଁ ଖାଇବା? ବର୍ତ୍ତମାନ ଦେଖନ୍ତୁ ଭାଇ, ମୁଁ ନାଇଁ ଦେଖ ଦେଖି ନାହିଁ, ମୁଁ କହିଦେଇକି ଯାଉଛି କ'ଣ ନିହାତି ଚାହୁଁଛନ୍ତି। ଦିଟା ଯାକ ଗୋଟେ ଜାଗାରେ ରହିପାରିବେନି, ସେ ସବୁଦିନ 2 ଜଣ ଯାକ। ଝଡ଼ ଯଦି ଆସେ କେବେ ଆକାଶ ବି ଛିଡ଼ି ପଡ଼େ। ରହିଛି ରହିବି ତୋରି ପାଇଁ, ପେଟକୁ ମୁଁ ଛାଡ଼ି ପାରିବିନି। ହଁ ସେଇଟା ଛାଡ଼ିବାକୁ ପଡ଼ିବ, ଖାଇବି ତୋ ପାଇଁ। ବିଭୁ ଗାଇବ, ମୁଁ ତା ସାଙ୍ଗରେ ମିଶିକି ପାଳିଆ କରିଦେବି। କ'ଣ ସେ ଗାନା ମୋ ପାଳିଆ জীবনে যাহারি চালো চালো কেতে কন্যা নাড়িবাকু রে
ସୁନ୍ଦର କଥା କି ସବୁବେଳେ ଆମେ ସମସ୍ତେ ଆମ ସମସ୍ତଙ୍କ ପାଇଁ ରହିଥିବା ତାହେଲେ ହିଁ ଆମେ ଦେଶ ପାଇଁ ସେବା କରିପାରିବା ମୁଁ ଭାବୁଛି। Thank you, Munna bhai. So sad, so nice of you. मुना भाई आम सहित एठी थांतु बेगु भाईटा मंच उपरକୁ ଆସିଲେ ବହୁତ ସୁନ୍ଦର ଗୀତଟେ ଗାଇଲେ ଏବଂ ତାଙ୍କୁ ମଧ୍ୟ ସମ୍ମାନିତ କରିବାର ବର୍ତ୍ତମାନ ସମୟ ଅନୁରୋଧ କରିବି ଶ୍ରୀଯୁକ୍ତ ପ୍ରବୀଣ ଅଗ୍ରୱାଲ ସାର୍ ଆମ ସହିତ ରହିଛନ୍ତି ମଧୁପୁର ତରଫରୁ ସାର୍ ମଞ୍ଚ ଉପରକୁ ଆସନ୍ତୁ ଏବଂ ଶ୍ରୀଯୁକ୍ତ ମହମ୍ମଦ ମୁକିମ ଆମ ସହିତ ରହିଛନ୍ତି ଆମ ବିଧାୟକ ସାର୍ ଆସନ୍ତୁ ମଞ୍ଚ ଉପରକୁ ଏବଂ ଏ ଗୋଟେ ବହୁତ ସୁନ୍ଦର ଆମ ପାଇଁ बेगु भाई को लाइफ टाइम अचीवमेंट अवार्ड रे दिप्लिंग सम्मानित करबा को जाउछि एवं गौरव अनुभव करूछि एफडी जने संगीतज्ञ को जने गायक को सपनर सौदागर को मंच ऊपर हमें पाइछु आगम थोड़ा आरंभ करें चलचित्र प्रथम थर होचे फिल्म रो इतिहास रे फिल्म इंडस्ट्री इतिहास रे जने सुपरस्टार और जने सुपर सिंगर को सम्मानित करूछथि तासद मुकुल भाई अछथि तासद अग्रवाल सर अछथि एटा बहुत बड़ प्रथम थर बहुत भी मंच एमिति गोटे आपन देखिबा पड़ुछि जोरदार करताल के स्वागत करथि अभी जीवा पूर्व आ दुई लाइन हे जीव गीत तो समस्त बहुत डिमांड पछे आसे गले ने सेमति छाडी बने अच्छा, ଆମେ ସେଇ ରହିଛି ରେଡ଼ିଓ ଯିବା।